ଦେଖନ୍ତୁ ଏଇଟା ଗୋଟେ ଓରିଏଣ୍ଟେସନ୍ ପ୍ରୋଗ୍ରାମ୍ ଯେ ଓରିଏଣ୍ଟେସନ୍ ପ୍ରୋଗ୍ରାମ୍ ଦ୍ୱାରା ଆମେ ସହରର ସାନିଟେସନ୍ କେମିତି ହେବ, ୱାଟର୍ ସପ୍ଲାଏ କେମିତି ହେବ ଏବଂ ଡ୍ରେନ୍ ସଫା ରହିବ, ଲାଇଟ୍ କେମିତି ଲାଗିବ, ଏ ସମସ୍ତଙ୍କ ବିଷୟରେ ଏବଂ ମେଜର୍ ପ୍ରୋଜେକ୍ଟ ଲୋକଙ୍କର କ'ଣ ଆବଶ୍ୟକତା ଅଛି ସେ ଦୃଷ୍ଟିକୋଣରୁ ଆଜି ଓରିଏଣ୍ଟେସନ୍ ପ୍ରୋଗ୍ରାମ୍ ଦିଆହେଉଛି। ଏଥିରେ ମେନଲି ବେସ୍ କରାହେଇଛି ଯେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ପାଥାଇ କରି କରାଯାଇଛି ଏବଂ ଏହା ଆଗକୁ ଯେଉଁ ଆମ ସରକାରଙ୍କର ପରିକଳ୍ପନା ଅଛି ମୋହନ ମାଝୀ ସରକାରର ଏବଂ ଭାରତବର୍ଷରେ ନରେନ୍ଦ୍ର ମୋଦିଙ୍କର ସରକାରରେ ଡବଲ ଇଞ୍ଜିନ୍ ସରକାର ଲୋକଙ୍କର ଯେଉଁ ଆଶା ଓ ଆକାଂକ୍ଷା ଅଛି ତାକୁ ପୂରଣ କରିବା ପାଇଁ ଆମେ ସବୁ ପ୍ରକାର କାର୍ଯ୍ୟ ହାତକୁ ନେଇଛୁ। ସେଥିପାଇଁ ସବୁ ପ୍ରୋଗ୍ରାମ୍ ଚାଲିଛି। ସମସ୍ତେ ଜାଣିବା ଦରକାର, ସମସ୍ତେ ଜାଣିଲେ ସରକାରଙ୍କର ଯେଉଁ ଆଶା ଆକାଂକ୍ଷା ଅଛି ସେଟା ସଫଳ ହେବ। ତେଣୁ ସମସ୍ତଙ୍କୁ ନେଇକି ଓରିଏଣ୍ଟେସନ୍ ପ୍ରୋଗ୍ରାମ୍ କରାହେଉଛି। ଆଜି ଗୋଟେ ଦିନକିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସମସ୍ତ जनप्रतिनिधि यूएलबीसी आसुँच आमर कोटपाड, कोरापुट, सुनाबेड़ा और जयपुर म्यूनिसिपालिटी तरफ एवं आज माननीय विधायक कोरापुट मुख्य अतिथि हिसाब से कार्यक्रम मुख्य उद्देश्य है राज्य सरकार जो फ्लैगशिप स्कीम्स गुड़ाक अच्छी एवं विजन विकसित ओडिशा 2036 एवं विकसित भारत 2047 यूएलबी मानकर गुरुत्वपूर्ण भूमिका को प्रकार रहीबार अच्छी एवं खास करके सैनिटेशन क्षेत्र में एवं अर्बन फैसिलिटीज जो नागरिक अच्छा से जो बेसिक फैसिलिटीज ड्रिंकिंग वाटर आरंभ करी हमें ओपन स्पेस डेवलपमेंट हो, रोड्र मरामती हो, ये सबू खोबली भाव में करार अच्छी एवं आम जनप्रतिनिधि मानू भी फीडबैक नि जाऊँगी आहरी केमी इफेक्टिव गवर्नेंस आम फील्ड एनश्योर करवा एवं जिते बेले कौन प्रकार लोकंर समस्या नजर को आसूँ से केमी आम युद्धकालीन भितर से समस्या गुड़ाक दूर कर लोकों सांगे आम केमी आगामी दिन में कार्यकारी कर से दिगरे आम आलोचना करूँ।